ଜାଣିଛୁ ଜେଜେମା, ଯଦି ଗୋଟେ ପୁଅ ପାଠ ପଢିବ ତେବେ ଗୋଟେ ପରିବାର ପାଠ ପଢିବ, ଆଉ ଯଦି ଗୋଟେ ଝିଅଟେ ପାଠ ପଢିବ ତେବେ ଗୋଟେ ପିଢି ପାଠ ପଢିବ। ଯାହା ସେ ପଢା କଥା ମତେ କହନା। ଯା ଚୁନି ମା ଶୁଣେ, ମୁଁ ଟିକେ ବାହାରକୁ ଯାଉଛି, ଜେଜେମାଙ୍କ ପାଖରେ ଥିବୁ। ତାଙ୍କ ଦେହ ଭଲ ନାହିଁ ପରା, ତାଙ୍କୁ ଛାଡ଼ିକି ଏକୁଟିଆ କୁଆଡ଼େ ଯିବୁନି ହେଲା। ବୋଉ ମୁଁ ଟିକେ ବାହାରକୁ ଯାଉଛି, ତମ ପାଇଁ କିଛି ନେଇ ଆସିବି କି ଆସିଲା ବେଳକୁ। ହଁ ଯା। ଓହୋ, ଦିନେ ନାଇଁ କି କାଳେ ନାଇଁ, ଗହ୍ମା ପୁନେଇରେ ନାଇଁ ନାଇଁ, ଆରେ ଯାଲୋ। ବୋଉ ଆପଣଙ୍କ ଡାଇବେଟିସ୍ ମେଡିସିନ ଆଣିବାକୁ ହିଁ ମୁଁ ବାହାରକୁ ଯାଉଛି। ଆଲୋ ତୁ ଡାଇବେଟିସ୍ ମେଡିସିନ ଆଣୁଛୁ କି ବୁଲିବାକୁ ଯାଉଛୁ ମୁଁ ବୋଧେ ଦେଖୁଛି। ବୋଉ ଆପଣଙ୍କ ଡାଇବେଟିସ୍ ଲେଭେଲ କେତେ ହାଇ ହେଲାଣି ଜାଣିଛନ୍ତି ତ? ମିଠା ମିଠି ବେଶୀ ଆଉ ଖାଆନ୍ତୁନି, ଡାକ୍ତର ମନା କରିଛନ୍ତି ପରା। ଯଦି ମୁଁ ମିଠା ଖାଇବି ତାହେଲେ ମିଠା ଆଣୁଛ କାହିଁକି? ବୋଉ ତମକୁ କେତେ ଆଉ ବୁଝେଇବି, ଆପଣ ଜମା ବୁଝୁନାହାନ୍ତି ମୋ କଥା। ମୋର ବା ବ୍ଲଡ ପ୍ରେସର ହାଇ ଅଛି, ଡାକ୍ତର ମତେ ମଝିରେ ମଝିରେ କହିଛନ୍ତି ଟିକେ ମିଠା ଖାଇବା ପାଇଁ। ହଁ ସେ ମିଠା ଆଣ, ତମେ ଖାଅ, ମୁଁ ତ ମଣିଷ, ମୁଁ ଖାଇବିନି। ଆପଣ ଖାଆନ୍ତୁ, ମୁଁ ଆଉ କିଛି କହିବିନି। ଆପଣ ଖାଆନ୍ତୁ, ଆପଣଙ୍କ ପୁଅ ବୁଝିବେ, ଆପଣ ବୁଝିବେ, ମତେ ଆଉ ପଛରେ କହିବେନି। ଖବରଟା ମୋ ପୁଅକୁ ପଛରେ ଆନା। ମୋ ପୁଅ ହୀରା ଦିଏ ଯାଇଲୁ। ଆପଣଙ୍କ ପୁଅ ହୀରା, ମୁଁ ବା ପଥରଟିଏ। କେଜାଣି ତୁ ଆପଣ ମତେ କଣ କରିଥିବେ। ଖବରଦାର ବୋଉ, ଯାହା କହୁଛନ୍ତି ମତେ କୁହନ୍ତୁ, ମୋ ବାପା ମାଙ୍କ ଆଡେ କିନ୍ତୁ ଯିବେନି। ବାପରେ ବାପ, କାଲିକାର ଝିଅ ବାହା ହେଇ ଆସିଲା ବେଳକୁ ଶାଶୁ ଆଗରେ କି ଜବାବ ଦେଖଉଥିଲ ବାପା। ଆଜିକା ବୋହୂ ଆସି ଶାଶୁ ଆଗରେ ଆଖିଲି କୁହନ୍ତି। ଆଲୋ କି ପାଠ ପଢୁଛୁ ତୁ? କି ସଂସ୍କାର କଣ ଶିଖେଇକି? ଲଜ୍ଜା ଘରେ ରହି ହବନି, ଟିକେ ଶାନ୍ତିରେ ରଖେଇ ଦେବେ। ହଉ ମୁଁ ଯାଉଛି। ହଁ ଯା, ଆଜିକା ବୋହୂ ଆସିଲେ ଯାତନା ଦଉଛି। ଓ ପିଣ୍ଟୁ ବାବା, ଓ ପିଣ୍ଟୁ ବାବା, ଦେଖୁଛ ତ ବୋହୂ କରି ଆଣିକି ଲଜ୍ଜା କରିବ ବୋଲି, କିନ୍ତୁ କି ଯାତନା ଦଉଛି ସିଏ। ପିଣ୍ଟୁ ବାବା, ଏ ପିଣ୍ଟୁ ବାବା, ପିଣ୍ଟୁ ବାବା ତମେ କୁଆଡେ ଗଲ ହେ ପିଣ୍ଟୁ ବାବା, ପୁଅ ବୋହୂ ମତେ ଯାତନା ଦେଲେ ହେ ପିଣ୍ଟୁ ବାବା। ତମକୁ ଗୋଟେ କିଛି ସୁଧା ଦଉନି, ସବୁ ମତେ ହିଁ ଆସି କହୁନି ମାନେ। କଣ ରଖିଛି ତାର ଭିତରେ ଦେଖେ, ଆଣିକି ଖାଉଥିଲୁ। ଜେଜେମା, ତୁ ଏଠି ଲୁଚିଛୁ କଣ ପାଇଁ? ଜମା ଏଥିରେ ଲାଗିବୁନି, ଜମା କିଛି ମିଠା ଖାଇବୁନୁ ଜେଜେମା, ତୋ ଦେହ ଭଲ ନାହିଁ ନା ଜେଜେମା। ନାଇଁ ଲୋ, ମୁଁ ମିଠା ଖାଇବି ବୋଲି ଟିକେ ହେଇଛି, ପ୍ରମିସ କରୁଛୁ ମୁଁ ସେ ଲାଗିବିନି ତା ଦେହରେ। ପ୍ରମିସ କର ତୁ ଆଗେ। ପ୍ରମିସ କରୁଛୁ ତୋତେ। ହଁ ଜେଜେମା, ମୁଁ ଯାଉଛି ମୋ ସାଙ୍ଗମାନଙ୍କ ସହିତ ଖେଳିବି। ଟାଟା ଜେଜେମା। ଟାଟା। ବାପା ଲୋ, କେତେ ଫଳ, ଓହୋ କେତେ ମିଠା, ମତେ ଟିକେ ହେଲେ ଦିଅନ୍ତେ କି। ସବୁ ଆଣିକି ଘରେ ଖାଉଛନ୍ତି, ମତେ ଟିକେ ହେଲେ ବି ଦଉନାହାନ୍ତି। ଆସୁ ସେ ପିଣ୍ଟୁ ଆସୁ, ଦେଖିବ ତା ଭାଇଜା କଥା, ବୁଝିବ ତା ଭାଇଜା କଥା। ମୁଁ ଭାଇ ଏ ଘର ରହିବିନି, ମୁଁ ଚାଲିଲି ଏ ଘରୁ। ଖାଇଦେବି ମିଠା, ସବୁ ଲୁଚେଇ ରାଚେଇ ଖାଇଯାଉନି ମୋଠୁ। ମୋର ତ ଶାନ୍ତି ହେଇଗଲା, ଯାଇଛି ଯେ ଭଲ ହେଇଛି। କେତେ ମିଠା ଫଳ ଲୁଚେଇକି ମତେ ଦଉଛନ୍ତି କି? ଡାଇବେଟିସ୍, ମିଠା ଖାଉନି, ଆଉ ନିଜେ ଏପଟେ ଲୁଚେଇ ଲୁଚେଇ ଖାଉଛି। ଯାଇଛି ଭଲ ହେଇଛି, ଯା ଆସ ନା ଗୁଣେ ଛାଡେ, ମୁଁ ଖାଇନି ସବୁ। ଦେଖେ ତୁ କହୁଥିଲୁ ଜେଜେମା ମାମାକୁ କାହିଁକି ଭଲ ପାଉନୁ, ଦେଖେ ସାରମାନେ ଭିତରେ କେଜାଇ ମିଠା କେତେ ଫଳ ରଖିକି ଖାଉଛନ୍ତି, ମତେ ଟିକେ ଦିଅନ୍ତି ନା ମୁଁ ମଣିଷ ନୁହଁ ଖାଇବାକୁ। ସବୁ ଆଉ ସବୁ ତାଙ୍କରି ପେଟରେ ପଡୁଛି, ମୁଁ କଣ ମଣିଷ ନୁହଁ ଖାଇବାକୁ। ଦେଖେ Oh my God, ଜେଜେମା ତୋର କଣ ହେଲା? ହ୍ୟାଲୋ ମାମା, ତମେ କୋଉଠି ଅଛ ମାମା? ଜେଜେମା ମୁଣ୍ଡ ବୁଲେଇକି ତଳେ ପଡିଗଲେ, ଜେଜେମା ତମେ ଜଲ୍ଦି ଆସ ଡକ୍ଟର ଅଙ୍କଲଙ୍କୁ ନେଇକି। ଜେଜେମା ତମେ ମୁଣ୍ଡ ବୁଲେଇକି ତଳେ ପଡିଗଲେ। ବୋଉ କଣ ହେଲା ବୋଉ? ମୁଁ ଜାଣିଛି ନା ମିଠା ଖାଇ ଦେଇଥିବେ, ଆଙ୍କୁ ପାରି ହବନି, ତାଙ୍କ ପୁଅ ହିଁ ମୋ କଥା ବୁଝିବେ। ଡକ୍ଟରଙ୍କୁ ଫୋନ କରି। ହ୍ୟାଲୋ
ଜଲ୍ଦି ଜଲ୍ଦି ନିଶ୍ୱାସ ନିଅନ୍ତୁ। ଆପଣ ଅଧିକ ବୋଧେ ଖାଇ ଦେଇଛନ୍ତି, ସେଥିପାଇଁ ତାଙ୍କର ବ୍ଲଡ୍ ପ୍ରେସର ହାଇ ହେଇଯାଇଛି। ହଁ ଡକ୍ଟର ଟିକେ ଦେଖନ୍ତୁ। ବୁଝିଲେ ମାଉସୀ, ଆଉ ଟିକେ ସାମାନ୍ୟ ବିଳମ୍ବରେ ଆସିଥିଲେ ଆପଣଙ୍କର ସବୁ କିଛି ଶେଷ ହୋଇଯାଇଥାନ୍ତା। ବିପି ହାଇ, ବିପି ଡାଇବେଟିସ୍ ସବୁ ହାଇ, ଆପଣଙ୍କର ହାର୍ଟ ଆଟାକ୍ କିମ୍ବା ବ୍ରେନ୍ ଷ୍ଟ୍ରୋକ୍ ହୋଇଯାଇ ପାରିଥାନ୍ତା। କି ବ୍ରେଭ୍ ବୋହୁ ଆପଣଙ୍କର ପୁଅ ନଥିଲେ ବି ଆପଣଙ୍କୁ ସେ ହସ୍ପିଟାଲ ନେଇକି ଆସିଛନ୍ତି। ବୁଝିଲେ ମାଉସୀ, ଆଜି ଆପଣଙ୍କର ବୋହୁ ନଥିଲେ କ'ଣ ଯେ ହେଇଥାନ୍ତା ଆପଣଙ୍କର। ହଉ ମାଉସୀ, ଆପଣ ବ୍ୟସ୍ତ ହୁଅନ୍ତୁନି, ମୁଁ ମେଡ଼ିସିନ ଲେଖି ଦେଉଛି, ଆପଣ ତାକୁ କଣ୍ଟିନ୍ୟୁ କଲେ ଆପଣ ବହୁତ ଜଲ୍ଦି ସୁସ୍ଥ ହେଇଯିବେ। ବହୁତ ଠିକ୍ ଲାଗୁଛି ଏବେ ଆପଣଙ୍କୁ ତ? ଭଲ ଲାଗୁଛି ନା ବ୍ୟସ୍ତ ବୋଉ? ହୁଅନ୍ତୁନି, ସିଏ ଅଧିକ ମିଠା ଖାଇ ଦେଇଥିଲେ ବୋଲି ସେଥିପାଇଁ ତାଙ୍କର ଏମିତି ହେଇଛି। ଡକ୍ଟର ଠିକ୍ ହେଇଯିବେ ନା ବହୁତ ଜଲ୍ଦି? ହଁ, ମେଡ଼ିସିନ କଣ୍ଟିନ୍ୟୁ କରନ୍ତୁ, ସେ ବହୁତ ଜଲ୍ଦି ଠିକ୍ ହେଇଯିବେ। ନିଅନ୍ତୁ, ଏଇ ମେଡ଼ିସିନଟା ଆପଣ ତାଙ୍କୁ ଆଣିକି ଦିଅନ୍ତୁ ଆଉ ତାଙ୍କୁ ରେଷ୍ଟ କରିବା ପାଇଁ କୁହନ୍ତୁ, ଆଉ ତାଙ୍କୁ ମିଠା ପିଠା ଅଧିକ ଦେବେନି କିଛି। ଥ୍ୟାଙ୍କ ୟୁ ବହୁତ ଡକ୍ଟର, ଜଲ୍ଦି ଠିକ୍ ହେଇଯିବେ। ଥ୍ୟାଙ୍କ ୟୁ ସୋ ମଚ୍। ହଉ, ଚୁଲି ମୁଁ ବେଟା ଆସୁଛି। ଆସିବୁ, ଡାକ୍ତରଙ୍କୁ ଛାଡ଼ି ଦେଇକି ଆସିବୁ। ଯା ବୋଉ, କେମିତି ଲାଗୁଛି ବୋଉ ଏବେ ଆପଣଙ୍କୁ? ଠିକ୍ ଲାଗୁଛି ନା? ଉଠନ୍ତୁ, ଆସ୍ତେ ଆସ୍ତେ ଉଠନ୍ତୁ, ଆସ୍ତେ ଉଠନ୍ତୁ ବୋଉ। ଚୁନି, ଚୁନି ଆ, ଆଜ୍ଞା ମାମା। ଚୁନି ବେଟା ଜଲ୍ଦି ଆ। ଆଜ୍ଞା ମାମା। ବହୁତ ଠିକ୍ ଲାଗୁଛି ମିଠା ବାବା। ଖାଇଦେଇଛୁ ନା ଜେଜେମା ଲୁଚେଇକି? ମିଠା ଖାଇଛନ୍ତି ନା? ଏମିତି ହେଇଯାଇଛି ନା? ବୋଉ ଆପଣଙ୍କୁ କେତେ ବୁଝେଇବି କହିଲେ, ଆପଣ ବୁଝୁନାହାନ୍ତି। ବୁଝନ୍ତୁ, ସବୁବେଳେ ମୋତେ ଖାଲି ଖରାପ ଭାବିଲେ ବୋଉ। ନା ଲୋ, ମୋର ଭୁଲ ହେଇଯାଇଛି। ତୁମର ସୁନା ଲାଗି ବୋଉଟା ତୁ ଥିଲେ ନା, ମୋର ଆଉ କେହି ଦରକାର ନାହାନ୍ତି। କେତେ କଥା ନାନୀ ଯାତନା ବି ତତେ ମୁଁ ଦେଇଛି। ନିଜ ମା ବୋଲି ଭୁଲିଯିବୁ ଲୋ ମାମା, ନିଜ ମା ଭାବି ଭୁଲିଯିବୁ। ବୋଉ କାନ୍ଦନ୍ତୁନି ବୋଉ, କାନ୍ଦନ୍ତୁନି। ଛାଡ଼ନ୍ତୁ, ଯାହା ବି ହେଇଛି ଛାଡ଼ନ୍ତୁ। ପିଠା ଆଉ ଖାଇବେନି? ନାଇଁ ନାଇଁ ଆଦୌ ଖାଇବେନି? ନା। ହଉ।